ଆଜି ସାରା ରାଜ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଯମନକିରା ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ପୁରୀ ଜଗନ୍ନାଥଙ୍କ ଧାମର ଅନୁଷ୍ଠିତ ହେଉଥିବା ପରିକ୍ରମା ପ୍ରକଳ୍ପର ସିଧା ପ୍ରସାରଣ ଟେଲିଭିଜନ ମାଧ୍ୟମରେ ଉପସ୍ଥିତ ଥିବା ଶହ ଶହ ଭକ୍ତ ଦର୍ଶନ କରିବା ସହିତ କୃଷ୍ଣଗୁରୁ ଏବଂ ନାମ ସଂକୀର୍ତ୍ତନ ସହ ଗ୍ରାମର ମନ୍ଦିର ଭିତରେ ବିରାଜମାନ ଥିବା ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା। ପ୍ରକାଶ ଥାଉ କି କିଛି ଦିନ ଆଗରୁ ଶ୍ରୀ ଜଗନ୍ନାଥ ଅର୍ପଣ ପରିକ୍ରମା ରଥ ଗାଁ ଗାଁ ବୁଲି ଗୁଆ ଅରୁଆ ଚାଉଳ ଭିକ୍ଷା କରାଯାଇଥିଲା। ଆଜିର ଏହି ଶୁଭ ଦିନରେ ଟିକିବା ପଞ୍ଚାୟତବାସୀ ଭଜନ କୀର୍ତ୍ତନରେ ମସଗୁଲ ରହି ତ୍ରିମୂର୍ତ୍ତିଙ୍କ ପୂଜାର୍ଚ୍ଚନା ପରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର ଅଧିକାରୀ ଦାମୋଦର ରଥ, ସୁଶାନ୍ତ ପଟେଲ ପରିଚାଳନା କରିଥିବା ବେଳେ ସ୍ନିଗ୍ଧା ପଟେଲ, ସରପଞ୍ଚ ଶ୍ରୀମତୀ ମମତା ବେହେରା ଏବଂ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ସହଯୋଗ କରିଥିଲେ। ଯମନକିରାରୁ ଜିତେନ୍ଦ୍ର ମୁଦୁଲିଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।